ମୁଁ ବାବୁଲ ବରାଳ ହସିଲେ ବିଜୁଳି ଝଲମଲ ଚାଲିଲେ ବସୁରାଦି ଫାଳ। ମୁଁ କାହା କଥା କହୁଛି ଜାଣିପାରୁଥିବେ। ଆଜ୍ଞା ହଁ, ସେଇ ବାବୁଲ ବରାଳ ଓରଫ କାନା ସ୍ୱାଇଁ, ଯାତ୍ରା ଜଗତର ଭିଲିଆନ କାନା ସ୍ୱାଇଁ ବର୍ତ୍ତମାନ ବିବାଦ ଘେରରେ ବୁଢିଆଣୀ ବସାରେ ଘାଣ୍ଟି ହେଇସାରିଛନ୍ତି। ବର୍ତ୍ତମାନ ତାଙ୍କୁ ବିବାଦ ପଛ ଛାଡୁନି କି ସୋସିଆଲ ମିଡିଆରେ ମାନେ ୟୁଟ୍ୟୁବର ମାନେ ତାଙ୍କ ପଛ ଛାଡୁନାହାନ୍ତି। ବର୍ତ୍ତମାନ ସୋସିଆଲ ମିଡିଆ ଖୋଲିଦେଲା ଖେଣି କାନା ସ୍ୱାଇଁଙ୍କ ଘର। କାନା ଇଏ କରିଦେଲେ, କାନା ସିଏ କରିଦେଲେ, କାନା ସିଏ କରିଦେଲେ। ଭୁଲ ମାଗି ସାରିଲା ପରେ ବି ଲୋକମାନେ ତାଙ୍କ ପଛ ଛାଡୁନାହାନ୍ତି। ବର୍ତ୍ତମାନ ନା ଲୋକମାନେ ସିଂହ ବାହିନୀ ପଛ ଛାଡୁଛନ୍ତି, ନା କାନା ସ୍ୱାଇଁ ପଛ ଛାଡୁଛନ୍ତି। ବର୍ତ୍ତମାନ ଶୁଣିବାକୁ ମିଳୁଛି ସିଂହ ବାହିନୀ ଉପରେ କେସ୍ ହବ। ବର୍ତ୍ତମାନ ଯିଏ ନାଟକ ଲେଖିଛନ୍ତି ତାଙ୍କ ନାଁରେ କେସ୍ ହବ, ଯିଏ ଡାଇରେକ୍ସନ ଦେଇଛି ତାଙ୍କ ନାଁରେ କେସ୍ ହବ, ଯିଏ ଆକ୍ଟିଂ କରିଛି କାହ୍ନା ତାଙ୍କ ନାଁରେ କେସ୍ ହବ। ବର୍ତ୍ତମାନ ଏଇ ଚାଲିଛି ସୋସିଆଲ ମିଡିଆରେ। ବର୍ତ୍ତମାନ କାହ୍ନା ଭୁଲ ମାଗି ସାରିଲା ପରେ ବି ବିବାଦର ତାଙ୍କୁ ବୁଢିଆଣୀ ଜାଲ ଭିତରେ ଘାଣ୍ଟି ହେଇସାରିଛି, ପୁରା ଘାଣ୍ଟିକି ବାନ୍ଧି ଦେଇଛି। ସେ କଥା ମୁକୁଳି ପାରୁନାହାନ୍ତି। ଯୁଆଡେ ଗଲେ ବି ସେଇ ତାଙ୍କୁ ଇଏ କରିଦିଅ, ମାନେ ଯାତ୍ରାରୁ ବହିଷ୍କାର କର। କାହ୍ନା ସ୍ୱାଇଁ ଆସି କି ସିଂହ ବାହିନୀ ଯାତ୍ରା ପାଟିରେ ପଶିଲେ ଯେ ତାଙ୍କର 12 ବର୍ଷ ତପସ୍ୟା ଶୁଖୁଆ ଜଳରେ ଚାଲିଗଲା। ମାନେ ସେ ଯେତିକି ନାଁ କମେଇଥିଲେ ବର୍ତ୍ତମାନ ଗୋଟେ ନାଟକରେ ତାଙ୍କ ନାଁ ବର୍ବାଦ ହେଇଗଲା। ଯୋଉ ନାଟକ ବଡ ବେଦରଦୀ କାଳିଆ ସାନ୍ତ, ଯୋଉ ନାଟକରେ ତାଙ୍କର ଦିଟା ଭୂମିକା ଥିଲା, ଗୋଟେ ବାୟା ଭୂମିକା ଆଉ ଗୋଟେ ବାବର ଭୂମିକା। ବାୟା ଭୂମିକା ଜଗନ୍ନାଥକୁ ପୁରା ଭକ୍ତ ହେଇ ପୁରା ଭଲ ପାଉଥିଲେ, କିନ୍ତୁ ବାବର ଭୂମିକାରେ ସିଏ ଜଣେ ମୁସଲିମ ରୋଲ କରିଥିଲେ। ସେ ଜଗନ୍ନାଥକୁ ମୂର୍ତ୍ତି ଚୋରି ଇଏ ହେଇକି ବହୁତ କଥା ଜଗନ୍ନାଥକୁ ଇଏ କରିଦେବି ସିଏ କରିଦେବି, ଏଇ ରୋଲ ଥିଲା ତାଙ୍କ। ସାମ୍ବାଦିକଙ୍କୁ ବି କହିଛନ୍ତି ମୁଁ କିଛି କରିନି, କାହ୍ନା ସ୍ୱାଇଁ ଜଗନ୍ନାଥକୁ ଅପମାନ କରିନି। ମୁଁ ଯୋଉ ଅଭିନୟ କରିଥିଲି ବାବର ଖାଁ ଅଭିନୟ, ସେ ବାବର ଖାଁ ଜଗନ୍ନାଥକୁ ଅପମାନ କରିଛି। ମୁଁ କଳାକାର, ଯୋଉ ହିସାବରେ ଲେଖା ହେଲା, ଯୋଉ ହିସାବରେ ଡାଇରେକ୍ସନ ଦିଆହେଲା, ମୁଁ ସେଇ ହିସାବରେ କହିଲି। ଆମେ କଳାକାର ଲୋକ, ଆମକୁ ଯୋଉ ବାଟେ ଯାହା ଦେବେ ଆମେ ସେଇଆ କହିବୁ। ଏଇ କଥା କହିଛନ୍ତି ମିଡିଆ ସାମ୍ନାରେ। ଭୁଲ ମାଗି ସାରିଲା ପରେ ବି ତାଙ୍କୁ ବର୍ତ୍ତମାନ ସୋସିଆଲ ମିଡିଆ ତାଙ୍କ ପଛ ଛାଡୁନି କି ନିନ୍ଦା ଅପବାଦ ପଛ ଛାଡୁନି। 12 ବର୍ଷ ତପସ୍ୟା ଶୁଖୁଆ ଝୋଳରେ ତାଙ୍କର ଚାଲିଯାଇଛି। ମୁଁ ଠିକ କହୁଛି କି ଭୁଲ, ନିଶ୍ଚିନ୍ତ ଥରେ କମେଣ୍ଟ ମାଧ୍ୟମରେ ମୋତେ ଜଣାଇବେ। ଆଉ ନୂଆ କରି ଭିଜିଟ୍ କରୁଥିଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ଜୟ ଜଗନ୍ନାଥ।